ସିଡିପିର ଆଉ ଗୋଟେ ଚାପ୍ଟରକୁ ସ୍ୱାଗତ। ସର୍ବପ୍ରଥମେ ଆମ ନୂତନ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ସିଡିପିର ସେକେଣ୍ଡ ଭିଡ଼ିଓଟେ ଆଣିଛି। ସେଥିରେ ଆପଣଙ୍କୁ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟର ପାର୍ଥକ୍ୟ ଜାଣିବାକୁ ମିଳିବ। ଲାଷ୍ଟରେ MCQ ବି ଡିସ୍କସନ୍ କରିଛି, ତ ସେଥିପାଇଁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଆଉ ଏଥିରୁ ହିଁ କ୍ୱେଶ୍ଚିନ୍ ଆସିବ, ଯାହା ବି ସିଡିପିର କ୍ୱେଶ୍ଚିନ୍ ଆସୁଛି, ତ ସେଥିପାଇଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆମେ ଆରମ୍ଭ କରିବା। ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ମାନେ ବୃଦ୍ଧି ଏବଂ ବିକାଶ। ଆଉ ଓଡ଼ିଆ କେତେଟା ଲେଖାରେ କିଛି ତ୍ରୁଟି ଅଛି, ତ ସେଥିରେ ଟିକେ ଆଡ଼ଜଷ୍ଟ କରି ପଡ଼ିବେ, ଆଡ଼ଜଷ୍ଟ କରିନେବେ। ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ। ଗ୍ରୋଥଟା ତୁମର କ'ଣ? ଗ୍ରୋଥଟା କ'ଣ? ଗ୍ରୋଥ୍ ଆମର ଶରୀର ଆକାର, ଉଚ୍ଚତା, ଓଜନ ଏବଂ ଅଙ୍ଗ ପ୍ରତ୍ୟଙ୍ଗ ବୃଦ୍ଧିକୁ ଗ୍ରୋଥ୍ କୁହାଯାଏ। ଏଇଟା ବହୁତ ସିମ୍ପଲ୍ କଥା। ନା ଗ୍ରୋଥ୍ କ'ଣ? ବୃଦ୍ଧି କ'ଣ ଆମର? ନା ଶରୀର ଆକାର, ଉଚ୍ଚତା, ଓଜନ ଏବଂ ଅଙ୍ଗ ପ୍ରତ୍ୟଙ୍ଗ ବୃଦ୍ଧିକୁ ଗ୍ରୋଥ୍ କୁହାଯାଏ। ବୁଝିଲା? ହେଲେ ଆମର ଡେଭଲପମେଣ୍ଟଟା କ'ଣ? ଡେଭଲପମେଣ୍ଟ କ'ଣ? ଶାରୀରିକ, ମାନସିକ, ଭାଷା, ସାମାଜିକ କ୍ଷେତ୍ରରେ ହେଉଥିବା ସମସ୍ତ ପ୍ରକାର ପରିବର୍ତ୍ତନକୁ ଡେଭଲପମେଣ୍ଟ ବା ବିକାଶ କୁହାଯାଏ। ବୁଝିହେଲା? ବୁଝି ହେଉଥିବ ନିଶ୍ଚିତ, ବହୁତ ସିମ୍ପଲ୍। ଏହା ଶାରୀରିକ ପରିବର୍ତ୍ତନ ମାପ କରାଯାଏ। କ'ଣ ତୁମର ଗ୍ରୋଥଟା କ'ଣ? ଶାରୀରିକ ପରିବର୍ତ୍ତନ ମପା ଯାଇପାରେ, ଯେମିତିକି ୱେଟ୍, ହାଇଟ୍ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ବଢ଼ିଥାଏ। ଏଇଟା କ'ଣ ଗୋଟେ? ନା କ୍ୱାଣ୍ଟିଟିଭ୍ ମାନେ ପରିମାଣାତ୍ମକ, ବୋଲେ ମାପି ହେବ, ଯେଉଁଟା ମାପି ହେବ। ଯେ ଆମ ଗ୍ରୋଥଟା କିଛି ସମୟ ପରେ ରହିଯାଏ। ଯେ ଯୁବାବସ୍ଥାରେ ଯେଉଁ ପ୍ରକାର ଚାଲେ, ବୃଦ୍ଧ ଅବସ୍ଥାରେ ତା ଗ୍ରୋଥଟା କମିଯାଏ କି ନାହିଁ? ଠିକ୍। କିନ୍ତୁ ବିକାଶଟା ଆମର କ'ଣ? କଣ୍ଟିନ୍ୟୁଅସ୍ ଚାଲିଥାଏ। ବିକାଶଟା ଆମର କ'ଣ? କଣ୍ଟିନ୍ୟୁଅସ୍ ଚାଲିଥାଏ। ବୃଦ୍ଧ କାଳରେ ବି ଚାଲିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, କାଳରୁ ପର କାଳ ପର୍ଯ୍ୟନ୍ତ ନିରନ୍ତର ମାନେ କଣ୍ଟିନ୍ୟୁଅସ୍ରେ ଚାଲେ। ହେଲା? ଏଇଟା ଗୁଣାତ୍ମକ ବା କ୍ୱାଲିଟିଭ୍। ଏଇଟା କ'ଣ? ଗୁଣାତ୍ମକ ଓ ପରିମାଣାତ୍ମକ। କ୍ୱାଣ୍ଟିଟିଭ୍ ଉଭୟ, ଏଇଟା କ୍ୱାଣ୍ଟିଟିଭ୍ ଏବଂ କ୍ୱାଲିଟିଭ୍ ଦୁହେଁ ଅଟେ। ଜୀବନ ସାରା ମୁଁ କହିଛି ଲାଇଫ୍ ଲଙ୍ଗ୍ ଚାଲିଥାଏ। ଏହା ସମସ୍ତ ପ୍ରକାର ବ୍ୟକ୍ତିତ୍ୱ ବା ଟୋଟାଲ୍ ପର୍ସନାଲିଟିର ବିକାଶ କରେ। ଗୋଟେ ମଣିଷର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ସବୁ ପ୍ରକାର ତା'ର ପର୍ସନାଲିଟି ଡେଭଲପମେଣ୍ଟ ଡେଭଲପ୍ ହେଲା, ଯେଉଁ କହୁନାହାନ୍ତି ଯେ ଟୋଟାଲ୍ଟା ପର୍ସନାଲିଟିଟା ବିକାଶ କରେ। ଚାଲନ୍ତୁ ଆଗକୁ ଯିବା। ଆଗକୁ ଦେଖିବା ଆମର ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟର କ'ଣ କ'ଣ ପରିବର୍ତ୍ତନ। ଆଉ ଟିକେ ବ୍ୟାଖ୍ୟା କରିବା। ନା କ'ଣ? ସଂଯମତା, ଏଇଟା ଟିକେ ରଙ୍ଗ ଥାଉଛି। ଶାରୀରିକ ପରିବର୍ତ୍ତନ, ଏଇଟା ଆମର ପାର୍ଥକ୍ୟ କ'ଣ ରହୁଛି? ଗ୍ରୋଥ୍ ଆମର ଶାରୀରିକ ପରିବର୍ତ୍ତନ ଥିଲାବେଳେ ଡେଭଲପମେଣ୍ଟ ସମସ୍ତ ପ୍ରକାର ପରିବର୍ତ୍ତନ କରାଯାଏ। ଏଇଟା ମପାଯାଏ। ହାଇଟ୍ ୱେଟ୍, ଯେମିତି କେତେ ହାଇଟ୍ ବଢ଼ିଲା, କେତେ ଓଜନ ବଢ଼ିଲା, ମପାଯାଏ ନାହିଁ? ଛୋଟ ପିଲା ଯାକଠୁ ଆରମ୍ଭ କର, ଆମ ବଡ଼ ହେଲା ପରେ ସେଟା ମପାଯାଏନି। କିନ୍ତୁ ପିଲାର ଯେତେବେଳେ ପ୍ରଥମ କେତେ ଓଜନରେ ସେ ଜନ୍ମ ହେଲା, କେତେ ହାଇଟ୍ ବଢ଼ିଲା, ଏଗୁଡ଼ାକ ପ୍ରାୟତଃ ତୁମ ସ୍କୁଲରେ ଜାଣିଥିବ। ଆଉ ବିକାଶଟା କ'ଣ? ସହଜରେ ମପାଯାଏ ନାହିଁ। ଜଣଙ୍କର ଭାଷାଗତ କେତିକି ଜାଣିଛି ସେ ସହଜରେ ମପା ଯାଇପାରେ କି? ତା'ର ନଲେଜ୍ କେତେ ଅଛି ସେଟା ମପା ଯାଇପାରେ କି ସହଜରେ? ଏମିତି ଅନ୍ଦାଜରେ କହିହେବ, ବଟ୍ ସେଟାକୁ
ଡାଇରେକ୍ଟ ମଫା ଯାଇ ହେବ ନାହିଁ। ତମର ଏଇଟା ଗୁଣାତ୍ମକ, ଏଇଟା ଆମର ବୋଲେ ଗ୍ରୋଥଟା କ'ଣ ଆମର କ୍ୱାଲିଟିଭ, କିନ୍ତୁ ଆମର କ'ଣ ଡେଭଲପମେଣ୍ଟରେ କ'ଣ କ୍ୱାଣ୍ଟିଟିଭ ଆଣ୍ଡ କ୍ୱାଲିଟିଭ ବୋଥ୍ ହେଲା। ଆଉ ତାପରେ କ'ଣ ଉଦାହରଣ ତମର ଦେଇଛି, ଉଦାହରଣ କ'ଣ ତମର ଗ୍ରୋଥର ଉଦାହରଣ କ'ଣ ନା ଉଚ୍ଚତା ବୃଦ୍ଧି, ଓଜନ ବୃଦ୍ଧି, ଦାନ୍ତ ବାହାରିବା, ଏଇଗୁଡ଼ା ଗୋଟେ ଗୋଟେ କ'ଣ ଗ୍ରୋଥର ଉଦାହରଣ। କିନ୍ତୁ ତମର କ'ଣ ଡେଭଲପମେଣ୍ଟର ଉଦାହରଣ କ'ଣ ତଲିବା, ଇଏ କ'ଣ ଗୋଟେ ତଲିବା, କହିବା, ଚିନ୍ତା କରିବା, ସାମାଜିକ ବ୍ୟବହାର, ଏଗୁଡ଼ାକ ତମର କ'ଣ ନା ବିକାଶ। ଚାଲନ୍ତୁ ଆଗକୁ ଯିବା, ଆଉ ଟିକେ ଅଧିକ ଜାଣିବା ନା କ'ଣ। ଦେଖ ପ୍ରିନ୍ସିପାଲ୍ ଅଫ୍ ଡେଭଲପମେଣ୍ଟର କେତେଟା ପ୍ରିନ୍ସିପାଲ୍ ବା ନୀତି ଗୁଡ଼ା ଜାଣିବା। ଡେଭଲପମେଣ୍ଟ କ'ଣ କଣ୍ଟିନ୍ୟୁସ୍ ନିରନ୍ତର ଚାଲେ। ଡେଭଲପମେଣ୍ଟ ଇଜ୍ ସିକ୍ୱେଣ୍ଟଲି ବୁଝିହେଲା, କ୍ରମ ଅନୁସାରେ ଚାଲେ। କ'ଣ ବିକାଶଟା ତମର କ'ଣ କ୍ରମ ଅନୁସାରେ ଚାଲେ। କ୍ରମ ଅନୁସାରେ ମାନେ କ'ଣ ଗୋଟେ ପିଲାଟା ଜନ୍ମ ହେଲା ପରେ ଗୁରୁଣ୍ଡିଲା ପରେ ଚାଲିବ, ଏମିତି କ୍ରମାଗତ ଅନୁସାରେ ଚାଲିଲା ନାହିଁ, ବୁଝିହେଲା। ଡେଭଲପମେଣ୍ଟ ଇଜ୍ ପ୍ରେଡିକ୍ଟେବଲ୍ କ'ଣ ପୂର୍ବାନୁମାନ ଯୋଗ୍ୟ। ହଁ, ଡେଭଲପମେଣ୍ଟଟା ପୂର୍ବାନୁମାନ ଯୋଗ୍ୟ। କେମିତି ନା ପିଲାଟା ଗୋଟିଏ ଜନ୍ମ ହେଲା ପରେ ନା ସିଏ ଆଗକୁ ଯିବ, ଅଙ୍ଗନବାଡ଼ି ଗଲା ପରେ ହାଇସ୍କୁଲକୁ ଯିବ, ହାଇସ୍କୁଲ ଗଲା ପରେ କଲେଜ ଯିବ, ଏମିତି ପୂର୍ବାନୁମାନ କରିବ। କିନ୍ତୁ ପିଲାଟା ସେ କଲେଜରେ ପଢ଼ିବ କି ନାହିଁ ସେଇଟା କହିହେବ ନାହିଁ, ବୁଝିଲେ। କିନ୍ତୁ ଆମେ ଗୋଟେ ଜିନିଷ ଯେ ଗୋଟେ ଛୋଟ ପିଲାଟା ଛୋଟରୁ ଯେତେବେଳେ ଗୁରୁଣ୍ଡିଲା ପରେ ଆମର ଗୋଟେ କ'ଣ ପୂର୍ବାନୁମାନ କ'ଣ କରିପାରୁଛେ ନା ସେ ଚାଲିବ, ବୁଝିହେଲା। ବହୁତ ସିମ୍ପଲ୍, କିନ୍ତୁ ଟିକେ ଯଦି ତୁମେ ଟିକେ ଜାଣିବାକୁ ଚେଷ୍ଟା କରିବ ତ ପୁରା ସିମ୍ପଲ୍, କିନ୍ତୁ ଟିକେ ତୁମ ପଢ଼ା ଉପରେ ରହିଲା। ଆଉ କ'ଣ ଡେଭଲପମେଣ୍ଟ ଫଲୋସ୍ ଫର୍ ଇଣ୍ଡିଭିଜୁଆଲ୍ ଡିପେଣ୍ଡସ୍। ଡେଭଲପମେଣ୍ଟଟା କ'ଣ ଫଲୋ କରେ, ବ୍ୟକ୍ତିଗତ ପାର୍ଥକ୍ୟ ଅନୁସାରେ ଚାଲେ, ହେଲା। ବୋଲେ ଗୋଟେ ପିଲାର 5 ବର୍ଷରେ କହିବା ଶିଖିଲା ବେଳେ ଆଉ ଗୋଟେ ପିଲାର 3 ବର୍ଷରେ କହିବା ଶିଖେ, ଏଇଟା ଗୋଟେ ବ୍ୟକ୍ତିଗତ ପାର୍ଥକ୍ୟ ରୁହେ କି ନାହିଁ, ଏଇଟା ହିଁ କୁହାଯାଏ ଡେଭଲପମେଣ୍ଟର କ'ଣ ଡିଫରେନ୍ସ ଫଲୋସ୍ ବାଇ ଇଣ୍ଡିଭିଜୁଆଲ୍ ଡିପେଣ୍ଡସ୍। ଏଠି ବ୍ୟକ୍ତିଗତ ପାର୍ଥକ୍ୟ ଅନୁସାରେ କଥା କହୁଛି ପ୍ରିନ୍ସିପାଲ୍ଟା ଆମର। ଡେଭଲପମେଣ୍ଟ ପ୍ରୋସିଡ୍ ଫ୍ରମ୍ ଜେନେରାଲ୍ ଟୁ ସ୍ପେସିଫିକ୍। ଡେଭଲପମେଣ୍ଟଟା କ'ଣ ଡେଭଲପମେଣ୍ଟଟାକୁ ଆଗକୁ ଯାଏ, ସାଧାରଣରୁ ବିଶେଷ ଆଡ଼କୁ ଯାଏ, ବୁଝିଲା। ଜେନେରାଲ୍ ଟୁ ସ୍ପେସିଫିକ୍, ସାଧାରଣରୁ ବିଶେଷ ଆଡ଼କୁ ଯାଏ। ଚାଲନ୍ତୁ ଆଗକୁ ପଢ଼ିବା। ଡେଭଲପମେଣ୍ଟ ପ୍ରୋସିଡ୍ ଫ୍ରମ୍ ଦ ହେଡ୍ ଟୁ ଟୋ, ମୁଣ୍ଡରୁ ପାଦ ପର୍ଯ୍ୟନ୍ତ। ଡେଭଲପମେଣ୍ଟ ଆଉ କ'ଣ ନା ପ୍ରଥମେ ମୁଣ୍ଡକୁ ହେଡ୍ ଟୁ ଟୋ ବୋଲେ ମୁଣ୍ଡରୁ ପାଦକୁ ଯାଏ, ଦେଖିଲା। ମୁଣ୍ଡରୁ ତୁମର କ'ଣ ପାଦକୁ ଆସେ। ସିମ୍ପଲ୍ ଟୁ କମ୍ପ୍ଲେକ୍ସ, ନେୟାର ଟୁ ଅନନୋନ୍, ହେଲା। ମୁଣ୍ଡରୁ ସାଧାରଣରୁ ବିଶେଷ ଆଡ଼କୁ ଯାଏ, କିନ୍ତୁ କ'ଣ ମୁଣ୍ଡରୁ ପାଦ ଆଡ଼କୁ ଯାଏ ଡେଭଲପମେଣ୍ଟ ତୁମର, ବୁଝିଲା। ହଁ, କ'ଣ କହିଛି ଡେଭଲପମେଣ୍ଟ ପ୍ରୋସିଡ୍ ଫ୍ରମ୍ ଦ ହେଡ୍ ଟୁ ଟଙ୍ଗ, ଏଇଟା କ'ଣ କୁହାଯାଏ ନା ମୁଣ୍ଡରୁ ଯେଉଁ ପାଦ ଆଡ଼କୁ ଯାଏ ସେଇଟା କ'ଣ ଖେପାଲ କୋଡ଼ା ମନେ ରଖିବ ସବୁବେଳେ। ମୁଣ୍ଡଟା କ'ଣ ଖେପ୍ ମନେ ରଖିବ, କ'ଣ ଖେପ୍ ପିନ୍ଧେ ମୁଣ୍ଡରେ, ତ ଖେପାଲ କୋଡ଼ା ଆସିଲା ମିନ୍ସ ବୋଲେ ମୁଣ୍ଡର କଥା କହୁଛି,
ବୁଝିହେଲା। ମୁଣ୍ଡରୁ ଯେଉଁ ପାଦକୁ ଯାଏ ତାକୁ କ'ଣ କୁହାଯାଏ, ଏଇଟା ମନେ ରଖିବ। ଖେପ୍ ମନେ ରଖିଦିଅ ବୋଲେ ମନେ ପଡ଼ିଯିବ ହେଲା। ଚାଲନ୍ତୁ ଆଗକୁ ଯିବା। 7 ନମ୍ବରଟା କ'ଣ ନେକ୍ସଟ ଦେଇଛି ଦେଖ। ଡେଭଲପମେଣ୍ଟ ପ୍ରୋସିଡ୍ ଫ୍ରମ୍ ନିୟର ଟୁ ଫେୟାର, ନିକଟରୁ ଦୂର ଆଡ଼କୁ ଯାଏ। ପ୍ରଥମେ ପିଲାଟା କ'ଣ ଫାକ ଜିନିଷକୁ ଧରିବାକୁ ଚେଷ୍ଟା କରେ ନା ଦୂର ଜିନିଷକୁ ଧରିବାକୁ ଚେଷ୍ଟା କରେ? ଯେତେବେଳେ ପିଲାଟା ଛୋଟ ଥାଏ ନା ଫାକ ଜିନିଷଟା ଫାଷ୍ଟ ଧରିବାକୁ ଚେଷ୍ଟା କରେ, ତାପରେ ସେ ଦୂର ଜିନିଷକୁ ଦେଖେ ହେଲା। ତୁ କ'ଣ ଏଇଟା କ'ଣ କୁହାଯାଏ? ଡେଭଲପମେଣ୍ଟ ପ୍ରୋସିଡ୍ ଟୁ ନିୟର ଟୁ ଫେୟାର, ଏଇଟା କ'ଣ କୁହାଯାଏ? ନିୟର ଟୁ ଫେୟାରର କ'ଣ ନା ପ୍ରକ୍ସିମୋଡିଷ୍ଟାଲ ହେଲା। ଏଇଟା ମନେ ରଖିଥିବେ। ଏଇଟା ଦୁଇଟା ଭିତରୁ ଯେଉଁଟା ହେଲେ କ୍ୱେଶ୍ଚିନ୍ ଗୋଟେ ପକାଇ ଥାଉଛି। ଏଇଟା ଇମ୍ପୋର୍ଟାଣ୍ଟ। ଦେଖ ମୁଁ ରାଉଣ୍ଡଟା ମାରିଛି, ଏଇଟା ଦୁଇଟା ମନେ ରଖିଥିବେ, ବହୁତ ଇମ୍ପୋର୍ଟାଣ୍ଟ। ଏ ଦୁଇଟାରୁ ଯେଉଁଟା ହେଲେ କ୍ୱେଶ୍ଚିନ୍ ପକାଇ ଥାଉଛି, ବାର କ୍ୱେଶ୍ଚିନ୍ ପଢ଼ିଲା ପରେ କ୍ୱେଶ୍ଚିନ୍ଟା ତ ମନେ ରଖିଥିବେ। ଏକ୍ଜାମ୍ପଲ୍ ଟିପ୍ସଟା କ'ଣ? ଗ୍ରୋଥଟା ସବୁବେଳେ ଦେଖ। ଏକ୍ଜାମ୍ପଲ୍ ଟିପ୍ସ କ'ଣ ଦେଇଛି ଏଠି? ଗ୍ରୋଥଟା କ'ଣ ଜିରେ ଗେଇନ୍ ଟୁ ବଡ଼ି। ଗ୍ରୋଥ ପଚାରିଲା ମାନେ କ'ଣ ଯେ ବଡ଼ି ଯେଉଁ ବଢ଼ିବାର ଗେନ୍ ହେଉଛି, ଗେଇନ୍ ଟୁ ବଡ଼ି ଶରୀରର ବୃଦ୍ଧିକୁ କ'ଣ ଗ୍ରୋଥ ବୋଲି ଭାବ। ଅଟୋମେଟିକ୍ ମାଇଣ୍ଡ କରିଦେବ। ଗ୍ରୋଥ ମାନେ କ'ଣ ବଡ଼ିର ଗୋଟେ ବଡ଼ିର ବୃଦ୍ଧି। ଆଉ ଡେଭଲପମେଣ୍ଟ କ'ଣ ସମସ୍ତ ପ୍ରକାର ସମ୍ପୂର୍ଣ୍ଣ ବ୍ୟକ୍ତିର ବିକାଶ ହେଲା। ଏଇଠି କିଛିଟା ଡେଭଲପମେଣ୍ଟ ଅଫ୍ ଦ ହୋଲ୍ ପର୍ସନାଲିଟି। ଡେଭଲପମେଣ୍ଟ ଆସିଲା ମାନେ କ'ଣ ମଣିଷର ସବୁ ପର୍ସନାଲିଟି ଯେଉଁ ଡେଭଲପ୍, ସମ୍ପୂର୍ଣ୍ଣ ବ୍ୟକ୍ତିର ଯେଉଁ ଯେଉଁ ବ୍ୟକ୍ତିତ୍ୱର ବିକାଶ ହୁଏ ତାକୁ କ'ଣ କୁହାଯାଏ ନା ଡେଭଲପମେଣ୍ଟ କୁହାଯାଏ ହେଲା। ଚାଲନ୍ତୁ ସେକେଣ୍ଡ ପେଜ୍ ଉପରେ ଯିବା। ପୁରା ମୁଁ ଚେଷ୍ଟା କରୁଛି ପୁରା ବୁଝିବା। ମୁଁ କହିଛି ନିରନ୍ତର କଣ୍ଟିନ୍ୟୁସ୍ ବାରମ୍ବାର ଏଗୁଡ଼ାକ ମୁଁ ବାରମ୍ବାର ଏଥିପାଇଁ ରିପିଟଲି ତୁମକୁ ଏଥିପାଇଁ ବାର ଗୋଟେ ଇଏକୁ ଏତେ ବାର ପଢ଼ାଇବାର କାରଣ ତୁମ ଏକ୍ଜାମ୍ରେ ଯେମିତିକି ଆଖି ମୁଜିକି ମାରି ଦେଇପାରିବ। ବୁଝିଗଲା। ଏଇଟା କ'ଣ ତୁମର ବିକାଶ ଜୀବନର ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ କହିଛି, ମନେ ରହିଥିବ କାରଣ ନିଶ୍ଚିତ। କ୍ରମ ସିକ୍ୱେଣ୍ଟଲି କ୍ରମ ଅନୁସାରେ ଚାଲେ। କେମିତି? ବିକାଶର ଏକ ନିର୍ଦ୍ଦିଷ୍ଟ କ୍ରମ ଅନୁସାରେ ଗତି କରେ। ଯେମିତିକି 1ରୁ 2, 2ରୁ 3, 4, 5 ଏମିତି ଚାଲେ ନା ନାହିଁ ବିକାଶଟା। ଯେମିତି ପ୍ରଥମେ ମୁଁ ଉଦାହରଣଟା ଦେଇଛି, ସେତେବେଳେ ପ୍ରଥମେ କ'ଣ ଜନ୍ମ ହେବ, ଜନ୍ମ ହେଲା ପରେ ପିଲାଟା ଗୁରୁଣ୍ଡିବ, ଗୁରୁଣ୍ଡିଲା ପରେ ଚାଲିବ, ଏମିତି ଚାଲେ ନା। ଫାଷ୍ଟ ଜନ୍ମ ହଉ ସେ କ'ଣ ଯେ ଭାତ ଖାଇଦିଏ, ଜନ୍ମ ହବ ଦୌଡ଼ି ଦିଏ, ଏମିତି ନାହିଁ ନା। ପ୍ରଥମେ ଜନ୍ମ ହବ, ତାପରେ ଗୁରୁଣ୍ଡିବ, ଗୁରୁଣ୍ଡିଲା ପରେ ଏମିତି ଚାଲେ ନା ପ୍ରୋସେସ୍। ତାପରେ କ'ଣ ସେମିତି ଚାଲେ, ସେଇଟା ହିଁ କହୁଛି। ଆଉ କ'ଣ ପୂର୍ବାନୁମାନ ଯୋଗ୍ୟ କ'ଣ ପ୍ରେଡିକ୍ଟେବଲ୍ ମାନେ କ'ଣ ପୂର୍ବାନୁମାନ ଯୋଗ୍ୟ। ବିକାଶଟା କ'ଣ ବିକାଶ କିଛି ଦ୍ୱାରାରେ ଏକ ପ୍ରବୃତ୍ତି ପୂର୍ବରୁ ଅନୁମାନ କରାଯାଏ। ପିଲାଟା ପ୍ରଥମ ପରେ ପଞ୍ଚମକୁ ଯିବ, ପ୍ରଥମ ପରେ ଦ୍ୱିତୀୟକୁ ଯିବ, ଏଇଟା ପୂର୍ବାନୁମାନ କରାଯାଉଛି ନାହିଁ। ଦଶମରେ ଗୋଟେ ବୋର୍ଡ଼ ଦେଲା ପରେ ସେ +2 ପଢ଼ିଲା ପରେ ଜବ୍ କରିବ, ଏମିତି ଗୋଟେ ପୂର୍ବାନୁମାନ କରାଯାଏ। କିଛିଟା ସତ ହୁଏ, କିଛିଟା ଗୋଟେ ଜିନିଷ ପୂର୍ବାନୁମାନ କରାଯାଏ ବୋଲେ କ'ଣ ସଠିକ୍ ସେ କ'ଣ ଯେ ସେତିକି ବର୍ଷ ଭିତରେ ଜନ୍ମ ଜଣେ ମା ପେଟରେ ଥିବ, ସେଇଟା ପୂର୍ବାନୁମାନ କରାଯାଏ। ସେ ମାସରେ ଜନ୍ମ ହେବ, ସେ ପିଲାଟା ସେ ମାସରେ ଜନ୍ମ ହୁଏ, କେତେବେଳେ ତା ଆଗରେ ବି ଜନ୍ମ ହେଇଯାଏ। ବୁଝିଲେ? ପୁରା ଏକ୍ଜାକ୍ଟଲି ପୂର୍ବାନୁମାନ କରାଯାଇ ହୁଏ ନାହିଁ। ବ୍ୟକ୍ତିଗତ କ'ଣ ବ୍ୟକ୍ତିଗତ ପାର୍ଥକ୍ୟ ଇଣ୍ଡିଭିଜୁଆଲ ଡିପେଣ୍ଡସ୍ ବା ପ୍ରତ୍ୟେକ ଶିଶୁର ବିକାଶ ଦ୍ୱାରା ଗତି ଦ୍ୱାରା ଆଗ୍ରହ କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ। ମୁଁ କହିଛି ଗୋଟେ ପିଲା 2 ବର୍ଷରେ କଥା କହି ଜାଣିଲା ବେଳେ ଆଉ ଜଣେ କ'ଣ 5 ବର୍ଷର ବି କହି ଜାଣିନି ହେଲା। ଉଦାହରଣ ଏଇଟା ବୁଝିବ। ସାଧାରଣ ବିଶେଷ ଜେନେରାଲ ଟୁ ସ୍ପେସିଫିକ୍। ଫାଷ୍ଟ ସାଧାରଣ କାର୍ଯ୍ୟକୁ ଆରମ୍ଭ ହୁଏ, ବିଶେଷ କାର୍ଯ୍ୟ ଦିଗରେ ଆଗ୍ରହ। ବୁଝିଲା? ମୁଁ ବାର କହିଛି। ମୁଣ୍ଡରୁ ପାଦ ମୁଁ କହିଛି, ଏଇଟା ବାର ମୁଁ କହୁଛି କ'ଣ ପାଇଁ ତୁମକୁ ମନେ ରହିଯିବ ହେଲା। ମୁଣ୍ଡରୁ ପାଦ ଯାଏ
ମୁଣ୍ଡରୁ ପାଦକୁ ଯାଏ। ଏଇ ତମ ଡ୍ରଇଂ ବି ଦେଇଛି, ବୁଝିଯିବ। ଆଉ କ'ଣ ନିକଟରୁ ଦୂର, ପାକ ଜିନିଷ ପିଲାଟା ପାକ ଜିନିଷଟା ଫାଷ୍ଟ ଛୁଇଁବ ନା ଫାଷ୍ଟ ଦୂରଟା ଶରୀର ବିକାଶ ଶରୀର ମଧ୍ୟଭାଗ ନିକଟ ବାହ୍ୟ ପ୍ରାପ୍ତ ଦୂର ଦିଗରେ ହୁଏ ହେଲା। ଯେମିତି ଫାଷ୍ଟ ପାକଟା ଫାଷ୍ଟ ହୃଦୟ ଡେଭଲପ୍ ହେଲା, ତାପରେ ହାତ ଡେଭଲପ୍ ହେଲା, ଏମିତି ହେଇକି ଯାଏ ନା। ଧୀରେ ଧୀରେ କ'ଣ ଗୋଡ଼ ଲମ୍ବା ହେବାକୁ ଯାଏ। ଏଇ ପ୍ରକାର ବଳେ ପିଲାଟା 18 ବର୍ଷ ବେଳକୁ ପୁରା ଯୁବା ହେଇ ଠିଆ ହୁଏ। ବୁଝିଲା? ଚାଲନ୍ତୁ, ପାଟର୍ନ ଅଫ୍ ଡେଭଲପମେଣ୍ଟ, ବିକାଶର ଧାରା କ'ଣ? ଚାଲନ୍ତୁ ଦେଖିବା ବିକାଶର ଧାରା କ'ଣ। ଜେନେଟିକ୍, ଏଇଟା ବାର ମୁଁ କହିଛି। ଜେନେଟିକ୍ ସ୍ପେସିଫିକ୍, ଏ ଟୁ ଟର୍ମ, ନେୟାର ଟୁ ଫେୟାର, ସିମ୍ପଲ୍ ଟୁ କମ୍ପ୍ଲେକ୍ସ, କଂକ୍ରିଟ୍ ଟୁ ଅବଷ୍ଟ୍ରାକ୍ଟ, ଦୃଶ୍ୟମାନରୁ ଭାବମାନ, ସରଳରୁ ଜଟିଳ, ନିକଟରୁ ଦୂର, ମୁଣ୍ଡରୁ ପାଦ, ସାଧାରଣରୁ ବିଶେଷ ହେଲା। ଏଇଟା ଯାହା ମନେ ରଖିଥିବ। ଚାଲନ୍ତୁ ଆଗକୁ ଯିବା, ଏଇଟା ବାର କହିଛି। ଆଉ ଏଠି କ'ଣ ଫ୍ୟାକ୍ଟର ଆଫେକ୍ଟିଂ ଡେଭଲପମେଣ୍ଟ, ବିକାଶକୁ ପ୍ରଭାବିତ କରୁଥିବା କାରକ। ଏରିଡିଟି କ'ଣ? ଏଇଟା କ'ଣ ଅନୁବାଂଶିକତା ବୋଲେ ବଂଶଗତରୁ ଯେଉଁ ଶିଶୁ ନିଜ ପିତାମାତାଙ୍କ ଠାରୁ ଯେଉଁ ଗୁଣ ଦେଇ ତାହାର ବିକାଶକୁ ପ୍ରଭାବିତ କରେ। ବୁଝିଲା? ପିତାମାତାଙ୍କର ଯେଉଁ ପ୍ରକାର ପିଲାର ମଧ୍ୟ ସେ ପ୍ରକାର ବଂଶାନୁଗତ ଆସେ। କେମିତି ଆସେ କ'ଣ ତମେ କହିବ? ବାପା ମାଆର ଜିନ୍ ଅନୁସାରେ ପିଲାଟା ସେ ଅନୁସାରେ ବଢ଼େ କି ନାହିଁ? ପ୍ରାୟ ପିଲା ବାପା ଯଦି ଗୋରା ଥିବ ପିଲାଟା ମଧ୍ୟ ଗୋରା ହୁଏ, ଯଦି ଖାଡ଼ିଆ ଥିବ ବୋଲେ ପିଲାଟା ଖାଡ଼ିଆ ହୁଏ। ଆଉ ବାପାର ଯଦି ଭାଙ୍ଗରା ଥିବ ତାଙ୍କ ଜିନ୍ ଅନୁସାରେ ପିଲାଟା ବି ଭାଙ୍ଗରା ହୁଏ ହେଲା। ଏ ପ୍ରକ୍ରିୟା ଭାବରେ ବଂଶାନୁଗତ ଭାବରେ ବିକାଶ ହୋଇଥାଏ। ଚାଲ, ପରିବେଶ କେମିତି? ପରିବେଶରୁ କ'ଣ ପିଲାଟା, ଏଇଠି ବି ଗୋଟେ କ'ଣ ଯେ ତମର ବଂଶାନୁଗତ ଆଉ ପରିବେଶଟା କ'ଣ ପରିବାର, ସ୍କୁଲ, ସମାଜ, ସଂସ୍କୃତି ଆଦି ଶିଶୁଙ୍କ ବିକାଶ ପ୍ରଭାବିତ କରେ। ପରିବେଶରୁ କେମିତି? ପିଲା ଯଦି ଚୋର ସାଙ୍ଗ ପିଲା ସବୁ ଚୋର ଥିବେ ବୋଲେ ପିଲାଟା କ'ଣ ଶିଖିବ ନା ଚୋର ହବ। ଯଦି ସାଙ୍ଗ ପିଲାମାନେ ଯଦି ଭଲ ଥିବେ ପିଲାଟା ବି ଭଲ ହୁଏ। କିନ୍ତୁ ପରିବାର ଲୋକ ଯଦି ଯେଉଁ ପ୍ରକାର ପରିବାର ଆର୍ଥିକ ସହାୟତା ଅନୁସାରେ ପିଲାଟା ଯଦି ପଢ଼ାଇ ପାରିବନି, ପଇସା ପତ୍ର ନାହିଁ ତ ପଢ଼ିଲେ କ'ଣ କରିବ, ଏମିତି କୁହନ୍ତି। ଯଦି ପିଲାଟା ପରିବେଶରୁ ଆସିଲା ନାହିଁ, ପିଲାଟା ପଢ଼ିଲାନି, କାହାଠୁ ସେ ପରିବେଶରୁ ନା ବିକାଶ ଜାଣିଥାନ୍ତା ଯଦି ସେ ପଢ଼ିଥାନ୍ତା। ଏମିତି ବୁଝିଲେ? ସମାଜରୁ ଶିଖେ, ସମାଜରୁ କ'ଣ ଚାଲିଛି, କ'ଣ ଜଣେ ଚୋରିଆରି କରିକି ଯଦି ହେଲା ତ ସେ ଅନୁସାରେ ଶିଖେ। ଆଉ ମିଡ଼ିଆଠୁ କିଛି ଜିନିଷ ଶିଖେ। ଆଉ ସଂସ୍କୃତିରୁ, ଆମ ସଂସ୍କୃତି ଏଗୁଡ଼ାକ ଅଛି, ଏମିତି ବି ପିଲା ଶିଖେ ହେଲା। କ'ଣ ପରିବେଶ ଏନଭାରମେଣ୍ଟରୁ ପିଲା ତାର ବିକାଶର ଧାରାକୁ ପ୍ରଭାବିତ କରେ। ପୋଷଣ ମାନେ ଖାଦ୍ୟ ପଦାର୍ଥ, କ'ଣ ନ୍ୟୁଟ୍ରିସନ୍, କ'ଣ ସନ୍ତୁଳିତ ଖାଦ୍ୟ ଶରୀର ମାପିକର ସଠିକ୍ ବିକାଶ ଆବଶ୍ୟକ। ଯଦି ପିଲାଟା ଠିକ୍ ସମୟରେ ଠିକ୍ ଖାଇବାକୁ ପାଇଲାନି, ଯଦି ପିଲାଟା ଯଦି 3 ଓଳି ଖାଇବା ଜାଗାରେ ସେ 1 ଓଳି ଖାଇକି ଚଳିଗଲା, ତ ପିଲାଟା ଯେଉଁ ପ୍ରକାରର ଡେଭଲପ୍ ହେବା କଥା, ଯେଉଁ ପ୍ରକାର ବିକାଶ ହେବା କଥା ସେ ପ୍ରକାର ବିକାଶ ହେବ କି ନାହିଁ? ଯେଉଁ ପିଲାଙ୍କର ଯେଉଁ ଭଲ ଘର ଜନ୍ମ ହୋଇଥିବା ପିଲାଙ୍କର ଆଉ ଗୋଟେ ଗରିବ ଘର ପିଲା ସମାନ ରହେ କି ବିକାଶ କ୍ଷେତ୍ରରେ? ନାହିଁ। ଯେତେବେଳେ ଗୋଟେ ଗରିବ ପିଲା ସଂଘର୍ଷ କରୁଛି 10ମ ଶ୍ରେଣୀ ପଢ଼ିବାକୁ, କିନ୍ତୁ ଆଉ ଗୋଟେ ପିଲା ସେ ଟିକେ କାନ୍ଦିଲା ମାତ୍ରେ ଯଦି ସେ ପଇସା ମିଳିଯାଏ, ତାଙ୍କ ଭିତରେ କ'ଣ ଫରକ? ସେ କ'ଣ ରହିଲା ତାଙ୍କ ଭିତରେ? କ'ଣ ପୋଷଣ। ବୁଝିଲା? ଆଉ କ'ଣ ହେଲ୍ଥ, ସୁସ୍ଥ ଶରୀର ମନ ସଠିକ୍ ବିକାଶ ସହାୟତା କରେ। ସ୍ୱାସ୍ଥ୍ୟ ବି ତମର ବିକାଶକୁ ସହାୟତା କରେ।
ଯଦି ସ୍ୱାସ୍ଥ୍ୟ ଠିକ୍ ନଥିବ ତ ଠିକ୍ ସେ ବିକାଶ ହୋଇପାରିବ କି ନାହିଁ। ଅଭ୍ୟାସ ଅନୁଭବ ଲର୍ଣ୍ଣିଂ ଆଣ୍ଡ ଏକ୍ସପିରିଏନ୍ସ ଶିଖିବା ଅନୁଭବ କରିବା ଦ୍ୱାରା ଶିଶୁ ନୂତନ ଶୈଳୀ ଓ ଜ୍ଞାନ ଅର୍ଜନ କରେ। କ'ଣ ପିଲାଟା ଶିଖିବା ଓ ଅନୁଭବ କରିବା ଦ୍ୱାରା ନୂତନ ଶୈଳୀ ଜ୍ଞାନ ଆବିଷ୍କାର କରେ। ବୁଝିହେଲା? ତମର ଏଇଟା ବହୁତ ସିମ୍ପଲ୍, କିନ୍ତୁ ତୁମେ ବୁଝିବା ଚେଷ୍ଟା କର। ଯଦି ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଯେଉଁ ଭାଇମାନେ ଦେଖୁଛନ୍ତି ଟିକେ ସବସ୍କ୍ରାଇବ୍ କରିଦେବେ। ଆମ ମେହନତ ପାଇଁ ଜଷ୍ଟ ଏପଟ ସେପଟ ଲାଙ୍ଗୁଏଜ୍ ହେଇପାରେ, କିନ୍ତୁ ମୁଁ ନୋଟ୍ ଆପଣଙ୍କୁ ପ୍ରୋଭାଇଡ଼ କରିଦେବି। ନିଶ୍ଚିତ ଏ ନୋଟ୍ ମାଧ୍ୟମରେ ଆପଣଙ୍କୁ ବହୁତ ସହଜ ହେବ। ଯଦି ଆପଣମାନେ ମୋତେ ସବସ୍କ୍ରାଇବ୍ କରିକି ଲେଖିବେ ନୋଟ୍ ବୋଲି, ମୁଁ ଆପଣଙ୍କୁ ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍ ଦେଇଦେବି। ଟେଲିଗ୍ରାମ ଚ୍ୟାନେଲ୍ରେ ହିଁ ଆପଣଙ୍କୁ ନୋଟ୍ ମିଳିଯିବ। ଚାଲନ୍ତୁ ଆଗକୁ ବଢ଼ିବା। ମାନସିକତା ମୋଟିଭେସନ୍। ବିନା ମୋଟିଭେସନ୍ରେ ଗୋଟେ ପିଲା ଆଗକୁ ଯାଏ କି ନାହିଁ? ଆଗ୍ରହ ପ୍ରୋତ୍ସାହନ ପ୍ରସାରଣ ବିକାଶ ଆଗ୍ରହ ବଢ଼ାଇଥାଏ। ବୁଝିହେଲା? ବିକାଶ ବିନା ମୋଟିଭେସନ୍ରେ ପିଲାଟା ଗୋଟେ ବିକାଶ ବି ହୋଇପାରେ ନାହିଁ। ସାମାଜିକ ଅର୍ଥନୈତିକ ସ୍ଥିତି ସୋସିଓ ଇକୋନୋମିକ୍ ଷ୍ଟାଟସ୍ ପରିବାର ଆର୍ଥିକ ସ୍ଥିତି ଶିକ୍ଷା ସୁବିଧା ସମାପ ଆଦି ବିକାଶର ପ୍ରଭାବିତ କରେ। ମୁଁ କହିଛି କ'ଣ ସୋସିଓ ଇକୋନୋମିକ୍ ଷ୍ଟାଟସ୍ ବି ବହୁତ ଇମ୍ପୋର୍ଟାଣ୍ଟ ଗୋଟେ ପିଲାର ବିକାଶ କ୍ଷେତ୍ରରେ। ବୁଝିହେଲା? ଏଇଟା ତୁମର ରହିଲା ଫ୍ୟାକ୍ଟର ଆଫେକ୍ଟିଂ ଡେଭଲପମେଣ୍ଟ। ବିକାଶ କେଉଁ ମାନେ ଆଫେକ୍ଟ କରନ୍ତି ଏଥିରୁ ଜାଣିବ। ଡୋମାଇନ୍ ଏରିଆସ୍ ଅଫ୍ ଡେଭଲପମେଣ୍ଟ ବିକାଶର କ୍ଷେତ୍ର। ବିକାଶର କ୍ଷେତ୍ର କ'ଣ କ'ଣ? ବିକାଶର କ୍ଷେତ୍ର କ'ଣ କ'ଣ? ନା ବିକାଶ ଶରୀରର ବିକାଶ ଫିଜିକାଲ ଡେଭଲପମେଣ୍ଟ। ଆଉ କ'ଣ କଗ୍ନିଟିଭ୍ ଡେଭଲପମେଣ୍ଟ, ଲାଙ୍ଗୁଏଜ୍ ଡେଭଲପମେଣ୍ଟ, ତୁମର ସୋସିଆଲ ଡେଭଲପମେଣ୍ଟ, ଇମୋସନାଲ ଡେଭଲପମେଣ୍ଟ। 5 ପ୍ରକାର ତୁମର ରହିଲା ବିକାଶ ଡୋମାଇନ୍ ଏରିଆସ୍ ଅଫ୍ ଡେଭଲପମେଣ୍ଟ। ବୁଝିହେଲା? ଫିଜିକାଲ ଡେଭଲପମେଣ୍ଟର କ'ଣ? ଶରୀର ଆକାର ଉଚ୍ଚତା ଓଜନ ଅଙ୍ଗ ପ୍ରତ୍ୟଙ୍ଗ ସ୍ୱାସ୍ଥ୍ୟ ସମ୍ପର୍କ ବିକାଶ। ଏଇଟା ଉଦାହରଣ କ'ଣ କ'ଣ ରହିବ ରେ? ଉଚ୍ଚତା ବୃଦ୍ଧି, ଓଜନ ବୃଦ୍ଧି, ଶରୀର ବୃଦ୍ଧି। ଏଇଟା ତ ଆଉ କିଛି ଗୋଟେ ନାହିଁ, କିଛି ନାହିଁ। କଗ୍ନିଟିଭ୍ ମାନେ କ'ଣ? ମାନସିକତା ଓ ଜ୍ଞାନପୂର୍ଣ୍ଣ ବିକାଶ, ଜ୍ଞାନାତ୍ମକ ବିକାଶ। କଗ୍ନିଟିଭ୍ ଡେଭଲପମେଣ୍ଟଟା କ'ଣ? ବୁଦ୍ଧି, ଚିନ୍ତା, ସୁଝି ବୁଝିବା, ଆଉ କ'ଣ ସମସ୍ୟା ସମାଧାନ କରିବା ଆଦିର କ୍ଷମତା ଆଦିର ବିକାଶ। ବୁଝିଲା? କଗ୍ନିଟିଭ୍ ଡେଭଲପମେଣ୍ଟ ମାନେ ଭାବିବା, ସମସ୍ୟା ସମାଧାନ କରିବା, ନିଶ୍ଚିତ ନେବା ହେଲା। ଆଉ କ'ଣ ଭାଷା ବିକାଶ। ଏ ମଝିରେ କିଛିଟା ମିଷ୍ଟେକ୍ ହେଇଯାଇଛି ରାଇଟିଂ, ତ ସେଇଟା ଟିକେ କମ୍ପ୍ରମାଇଜ୍ କରି ପଢ଼ିବେ। ମୁଁ ବି କହିଦେଉଛି କେତେଟା। ତ ଆପଣଙ୍କୁ ଯଦି ନୋଟ୍ ଦରକାର ଥିବ ବୋଲେ ମୁଁ ନୋଟ୍ ସବୁ ଦେଇଦେବି ହେଲା। ଭାଷା ବିକାଶ ଲାଙ୍ଗୁଏଜ୍ ଡେଭଲପମେଣ୍ଟ କ'ଣ? କଥାବାର୍ତ୍ତା ଶବ୍ଦ ଭଣ୍ଡାର ପଢ଼ିବା, ଲେଖିବା ଓ ବୁଝିବା କ୍ଷମତା ବିକାଶ। କଥା କହିବା, ପଢ଼ିବା, ଲେଖିବା। ବୁଝିହେଲା? ତୁମର ଉଦାହରଣ କ'ଣ? ଏଇଟା ଗୁଡ଼ାକ ଆସିଛି। ସାମାଜିକ ବିକାଶ ସୋସିଓ ଡେଭଲପମେଣ୍ଟ। ସାମାଜିକ ବିକାଶ କ'ଣ ରେ? ଅନ୍ୟମାନଙ୍କ ସହ ମିଶିବା। ଜଣେ ଅନ୍ୟ ଲୋକ ପାଖରେ ମିଶିଲେ ହିଁ ଜାଣିବ ନା ସେ କାହାର କେମିତି। ସହଯୋଗ, ଦାୟିତ୍ୱବୋଧ, ନିୟମ ମାନିବା ଆଦିର ବିକାଶ। ମିଶିବା ସହଯୋଗ ଉଦାହରଣ ସବୁ କ'ଣ? ମିଶିବା, ସହଯୋଗ କରିବା, ନିୟମ ମାନିବା। ସମ୍ବେଗାତ୍ମକ ବିକାଶ। ସମ୍ବେଦାତ୍ମକ ବିକାଶ ଏଇଟା କ'ଣ ଯେ? ଏଇଟା ମିଷ୍ଟେକ୍ ହେଇଯାଇଛି ଟିକେ। ତୁମ ଇଂଲିଶରେ ଠିକ୍ ଅଛି ଦେଖ। ତୁମେ ସବୁବେଳେ ଇଂଲିଶ ସାଇଡ଼୍ରେ ଥିବ, ଇଂଲିଶଟା ଟିକେ ଦେଖୁଥିବ। କ'ଣ ବୋଇଲେ ଏକ୍ଜାମ୍ରେ ବି ବେଳେବେଳେ ଏମିତି ଭୁଲ ଆସିଥାଏ, ତ ବୁଝିବା ଯଦି କଷ୍ଟ ହେଉଛି ବୋଲେ ଇଂଲିଶଟା ବି ଟିକେ ଦେଇଥିବ ଏକ୍ଜାମ୍ ମୋମେଣ୍ଟରେ। ଇଂଲିଶ ଦେଖିବ, ଦେନ୍ ଓଡ଼ିଆ ବି ଦେଖିବ, ବହୁତ ଦେଖିବ। ଇମୋସନାଲ୍ ଡେଭଲପମେଣ୍ଟ କ'ଣ? ଭାବନା ବୁଝିବା, ନିଜକୁ ନିୟନ୍ତ୍ରଣ କରିବା, ବିଶ୍ୱାସ, ସୁଖ ଦୁଃଖ ସମ୍ମିଳନ ଇତ୍ୟାଦିର ବିକାଶ। ଭାବିବା,
ଏଇଟା ଉଦାହରଣ କ'ଣ? ଭାବିବା, ବୁଝିବା, ନିଜକୁ ନିୟନ୍ତ୍ରଣ କରିବା ଏତିକ। ଚାଲନ୍ତୁ ଆଗକୁ ପଢ଼ିବା। ଦେଖ ସାଇଡ଼ରେ ଡ୍ରଇଂ ବି କେତେଟା ଦେଇଛି। ଏଠି ତମର ଡାଇଗ୍ରାମ ଦେଇଛି। ଦେଖ ବିକାଶକୁ ପ୍ରଭାବିତ କରୁଥିବା କାରକ ନା ଆରିଡିଟି, ଏନଭାରମେଣ୍ଟାଲ, ନ୍ୟୁଟ୍ରିସନ୍, ହେଲ୍ଥ, ଲର୍ନିଂ ଆଣ୍ଡ ଏକ୍ସପିରିଏନ୍ସ, ମୋଟିଭେସନାଲ ଆଣ୍ଡ ସୋସିଓ ଇକୋନୋମିକ। ଏଗୁଡ଼ାକ ଯଦି ତମେ ବିଇଡ଼ି କରୁଥାଅ, ସେକେଣ୍ଡ ଇୟରରେ ଥାଅ, ଏ ଡାଇଗ୍ରାମଟା ଗୋଟେ ମାରିକି ଆସିବ। ବିକାଶର ଯେଉଁ ଡାଇଗ୍ରାମ ବି ଗୋଟେ ମାରିକି ଆସ। ଆନ୍ଧ୍ରା ବିଇଡ଼ି ଯେଉଁମାନେ କରୁଛ, ବଢ଼ିଆ। ଡୋମାଇନ୍ସ ମନେ ରଖିବା ଟ୍ରିକ୍। ଡୋମାଇନ୍ସର କ'ଣ ମନେ ରଖିବା? ଭାଷା, କ'ଣ ଶାରୀରିକ, ଫିଜିକାଲ, କଗ୍ନେଟିଭ, ଲାଙ୍ଗୁଏଜ, ସୋସିଆଲ, ଇମୋସନାଲ। 5ଟା ଜିନିଷ ମନେ ରଖିବ, 5ଟା ପଏଣ୍ଟ ମନେ ରଖିବ। କ'ଣ? ଫିଜିକାଲ, କଗ୍ନେଟିଭ, ଲାଙ୍ଗୁଏଜ, ସୋସିଆଲ, ଇମୋସନାଲ। ସମ୍ବେଦନାତ୍ମକ, ସାମାଜିକ, ଭାଷା, ମାନସିକ, ଶରୀର। ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ? ବିକାଶ ହେଉଛି ଜୀବନ ସାରା ଚାଲୁଥିବା ଏକ ସମଗ୍ର ପ୍ରକ୍ରିୟା। ଏଇଟା ପୁରା ମନେ ରଖିଛ। ବିକାଶ ମାନେ କ'ଣ ନା ଜୀବନ ସାରା ଚାଲିଥିବା ଗୋଟେ ପ୍ରକ୍ରିୟା ବୋଲି। ଏଇଟା ତମର କ'ଣ ନା ପଏଣ୍ଟ ଆସିଛି 9 ନମ୍ବର। ଇମ୍ପୋର୍ଟାନ୍ସ ଅଫ୍ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ଇନ୍ ଏଜୁକେସନ୍। ଏଜୁକେସନ୍ର କ'ଣ ଇମ୍ପୋର୍ଟାଣ୍ଟ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ଚାଲନ୍ତୁ ଦେଖିବା। ଶିକ୍ଷାନୁଷ୍ଠାନ ସହାୟତା, ହେଲ୍ପଫୁଲ୍ ଇନ୍ ଟିଚିଂ। କ'ଣ ଡେଭଲପମେଣ୍ଟରେ କ'ଣ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟର ଟିଚିଂ କ'ଣ ହେଲ୍ପଫୁଲ୍ ହେଉଛି ସେଇଟା ଦେଖିବା। ଶିକ୍ଷକ ଛାତ୍ରତା ଆବଶ୍ୟକ ରୁଚି ଓ କ୍ଷମତା ଅନୁସାରେ ପାଠ୍ୟଦାନ କରିପାରୁଛି। ବୁଝିଲା? ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ଦ୍ୱାରା କ'ଣ ହେଲ୍ପଫୁଲ୍ ହେଉଛି ନା ଶିକ୍ଷକ ଛାତ୍ରତା ଆବଶ୍ୟକ ରୁଚି ଓ କ୍ଷମତା ଅନୁସାରେ ପାଠ ବୁଝାଇ ପାରୁଛି। ତାପରେ ଶିକ୍ଷା ପତ୍ର ନା କ'ଣ ଗୋଟେ ସେଇଟା ଛାଡ଼। କରିକୁଲମ୍ ପ୍ଲାନିଂ, ଛାତ୍ରୀଙ୍କ ବିକାଶ ଅନୁଯାୟୀ ଶିକ୍ଷାକ୍ରମ, ବିଷୟବସ୍ତୁ ଓ କାର୍ଯ୍ୟକଳାପ ପ୍ରସ୍ତୁତ କରିବାର ସାହାଯ୍ୟ କରେ। ଶିକ୍ଷା କ୍ଷେତ୍ରରେ କ'ଣ ପ୍ରସ୍ତୁତି? କ'ଣ କରିକୁଲମ୍ ପ୍ଲାନିଂ କ'ଣ ରହୁଛି ନା ଛାତ୍ରୀଙ୍କ ବିକାଶ ଅନୁଯାୟୀ ଶିକ୍ଷାକ୍ରମ, ବିକାଶ, ସ୍ୱାସ୍ଥ୍ୟ କାର୍ଯ୍ୟକଳାପ ପ୍ରସ୍ତୁତ କରିବା ସାହାଯ୍ୟ କରେ। ସବୁବେଳେ କ'ଣ ଯେ ଛାତ୍ରୀଙ୍କ ଏମିତି କ୍ୱେଶ୍ଚିନ୍ ବେଳେବେଳେ ଆଇରୁ କ୍ୱେଶ୍ଚିନ୍ ତ ପଡ଼ୁଛି। ମୁଁ କ୍ୱେଶ୍ଚିନ୍ ଲାଷ୍ଟ ଡିସ୍କସନ୍ କରୁଛି, ସେଇଟା ଦେଖିନେବା। ଛାତ୍ରୀଙ୍କ ବିକାଶ ଅନୁଯାୟୀ ଶିକ୍ଷାକ୍ରମ, ବିଷୟବସ୍ତୁ, କାର୍ଯ୍ୟକଳାପ କରିବା ସାହାଯ୍ୟ କରେ। ବୁଝିଲା? ଚାଲନ୍ତୁ ଆଗକୁ ଯିବା। ଶିକ୍ଷଣ ପଦ୍ଧତି ସହାୟତା, ହେଲ୍ପସ୍ ଇନ୍ ମେଥଡ଼ ଟିଚିଂ। ବିଷୟବସ୍ତୁ ଓ ବିକାଶ ଦୂର ଅନୁସାରେ ଉପଯୁକ୍ତ ଶିକ୍ଷଣ ପଦ୍ଧତି ବ୍ୟବହାର କରିବା ହେବ। ବୁଝିଲା ନା? ଡେଭଲପମେଣ୍ଟର ବିଷୟବସ୍ତୁ ବିକାଶ ସ୍ତର ଅନୁସାରେ ଉପଯୁକ୍ତ ଶିକ୍ଷଣ ପଦ୍ଧତି ବ୍ୟବହାର କରିହେବ। ବ୍ୟକ୍ତିଗତ ପାର୍ଥକ୍ୟ, ସମ୍ମାନ, ରେସ୍ପେକ୍ଟ ଇନ୍ ଇଣ୍ଡିଭିଜୁଆଲ ଡିଫରେନ୍ସ। ପ୍ରତ୍ୟେକ ଶିଶୁର ବିକାଶ ଭିନ୍ନ ଅଟେ। ଏହାକୁ ବୁଝି ଶିକ୍ଷକ ସମସ୍ୟା ସମାଧାନ କରିପାରନ୍ତି। ବୁଝିଲା? ଇମ୍ପୋର୍ଟାନ୍ସ କ'ଣ ନା ସମସ୍ୟା ସହାୟତାର ପ୍ରତ୍ୟେକ ଶିଶୁର ବିକାଶ ଭିନ୍ନ ଭିନ୍ନ ଅଟେ। ଏହାକୁ ବୁଝି ଶିକ୍ଷକ ସମସ୍ୟା ସମାଧାନ କରିପାରୁଛି। ବୁଝିଲା? ଚାଲନ୍ତୁ ସମସ୍ୟା ଚିହ୍ନଟର ଆଉ ହେଲ୍ପସ୍ ଇନ୍ ଆଇଡେଣ୍ଟିଫାଇଂ ପ୍ରୋବ୍ଲେମ୍ସ। କେମିତି ଆଇଡେଣ୍ଟିଫାଇ କରିକି ଆଉ ବିକାଶକୁ କେମିତି ଆଗକୁ ନେବା ନା ବିକାଶ ଅବା ବିଳମ୍ବ କିମ୍ବା ସମସ୍ୟା ଶୀଘ୍ର ଚିହ୍ନଟ କରି ଉପକାରିତା କରିହେବ। ବୁଝିଲା? ଆରି ମାଧ୍ୟମରେ କ'ଣ ହୁଏ? ବିକାଶ ଆଗକୁ ବଢ଼େ। ବୁଝିଲ? ସମଗ୍ର ବିକାଶ, ହେରିଡିଟି ଡେଭଲପମେଣ୍ଟ, ଶାରୀରିକ, ମାନସିକ, ଭାଷା, ସାମାଜିକ ଓ ସାଂବେଗିକ ବିକାଶକୁ ସନ୍ତୁଳିତ ଭାବେ ସାହାଯ୍ୟ କରେ। ବୁଝିଲା? ବିକାଶର ଆଉ ଗୋଟେ କ'ଣ? ହେରିଡିଟି ଡେଭଲପମେଣ୍ଟ, ସମଗ୍ର ବିକାଶ
ହୋଲିଷ୍ଟିକ୍ ଡେଭଲପମେଣ୍ଟ ସମଗ୍ର ବିକାଶ। ଆଉ ଚାଲନ୍ତୁ ଇମ୍ପୋର୍ଟାନ୍ସ ପଏଣ୍ଟ କ'ଣ? ବିକାଶ ଜୀବନ ସାରା ଚାଲୁଥାଏ, ପ୍ରତ୍ୟେକ ଶିଶୁ ଅଲଗା ୟୁନିକ୍। ଏଇଟା ଜାଣିଛ, ବିକାଶର ପରିବେଶ ବଡ଼ ଭୂମିକା ଅଛି। ଶିକ୍ଷକ କ୍ଷେତ୍ରରେ ବିକାଶ ସ୍ତର ବୁଝିବା ଦରକାର। ଚାଲନ୍ତୁ ଷ୍ଟେଜ୍ ଅଫ୍ ଡେଭଲପମେଣ୍ଟ, ବିକାଶର ସ୍ତର କ'ଣ? ପ୍ରଥମେ କ'ଣ? ଶିଶୁ କାଳ, ଇନଫେସି, ଜନ୍ମରୁ 2 ବର୍ଷ। ତାପରେ କ'ଣ? ବାଲ୍ୟକାଳ, ଏର୍ଲି ଚାଇଲ୍ଡହୁଡ୍, 2 ରୁ 6 ବର୍ଷ। ଆଉ କ'ଣ? ମଧ୍ୟ ବାଲ୍ୟକାଳ, କ'ଣ? 6 ରୁ 12 ବର୍ଷ। କୈଶୋର ଅବସ୍ଥା କ'ଣ? 12 ରୁ 18 ବର୍ଷ। ଯୁବାବସ୍ଥା 18 ରୁ 40 ବର୍ଷ। ପ୍ରାପ୍ତ ବୟସ କ'ଣ? 40 ବର୍ଷରୁ ବୃଦ୍ଧ ପର୍ଯ୍ୟନ୍ତ। ମେନ୍ ଫିକ୍ଚର ମୁଖ୍ୟ ଷ୍ଟେଜ୍ କ'ଣ? ଦ୍ରୁତ ତମର କ'ଣ? ଶିଶୁ କାଳଟା କ'ଣ? ଜନ୍ମରୁ 2 ବର୍ଷ କ'ଣ? ଦ୍ରୁତ ଗତିରେ ଶରୀର ବଢ଼େ। ଦେଖ, ଜନ୍ମରୁ 2 ବର୍ଷ ମଧ୍ୟ ଦ୍ରୁତ ଗତିରେ ଗଢ଼େ। ଇନ୍ଦ୍ରିୟ ଚଳନ କ୍ଷମତା ବିକାଶ ହୁଏ। ଭାଷାର ପ୍ରାରମ୍ଭ କେତେ? 0 ରୁ 2 ବର୍ଷ ଭିତରେ ଭାଷାର ପ୍ରାରମ୍ଭଟା କରିଥାଏ। ସମ୍ପର୍କ ଗଠନ, ଯେମିତିକି 0 ରୁ 2 ବର୍ଷ ପିଲା କ'ଣ ଯେ ମାଆକୁ ଚିହ୍ନିବା ଶିଖେ, ବାବାକୁ ଚିହ୍ନିବା ଶିଖେ, ଆଉ ସାଙ୍ଗସାଥି ଖେଳଣାକୁ ଚିହ୍ନିବା ଶିଖେ। ବୁଝିଲ, ସମ୍ପର୍କ ଗଠନ ସବୁ ଶିଖେ। ଆଉ ବାଲ୍ୟକାଳ କ'ଣ? 2 ରୁ 6 ବର୍ଷ। ଭାଷା ଜ୍ଞାନ କଥା ହେବାର ଉନ୍ନତି, ଆଉ କଳ୍ପନା ଶକ୍ତି ବୃଦ୍ଧି, ସାମାଜିକତା ଆରମ୍ଭ, ଖେଳ ପ୍ରତି ରୁଚି। ବୁଝିଲା, 2 ରୁ 6 ବର୍ଷ ପିଲା। ହେଲା, ମଧ୍ୟ ବାଲ୍ୟକାଳ କ'ଣ? 6 ରୁ 12 ବର୍ଷ। ଯୁକ୍ତି ଯୁଙ୍ଗର ବିକାଶ, ଯୁକ୍ତି ତର୍କର କ'ଣ ବିକାଶ ହୁଏ? ଜଣାଶୁଣା ରୁଚି, ନିୟମ ଅନୁଷ୍ଠାନ, ମିତ୍ରତା ସହଯୋଗ, କୌଶଳ କ୍ଷମତା ବିକାଶ, ମିତ୍ର ସାଙ୍ଗକୁ କେମିତି ସାହାଯ୍ୟ କରିବା, ଆଉ କୌଶଳରେ କେମିତି କାମ କରିବା, ଏଗୁଡ଼ାକ 6 ରୁ 12 ବର୍ଷ ଯେଉଁ ମଧ୍ୟ ବାଲ୍ୟକାଳରେ ଶିଖେ। ହେଲା, ଆଉ କୈଶୋର ଅବସ୍ଥା କ'ଣ? କୈଶୋର ଅବସ୍ଥା 12 ରୁ 18 ବର୍ଷ। ଶାରୀରିକ ପରିବର୍ତ୍ତନ, ଏ ମୋମେଣ୍ଟରେ କ'ଣ? ତୁମର 12 ରୁ 18 ବର୍ଷ ଭିତରେ ଶାରୀରିକ ପରିବର୍ତ୍ତନ ଦେଖାଯାଏ। ଭାବାନୁଗ ଅସୁରତା, ପରିଚୟ ଖୋଜା, ନିଜକୁ ନିଜେ ଖୋଜେ। ବେଳେବେଳେ ସବୁ ପିଲାଙ୍କର ଯେତେବେଳେ 12 ରୁ 18 ବର୍ଷଟା ଭାବନାତ୍ମକ ଚାଲିଥାଏ, ନିଜ ପରିଚୟ କ'ଣ କିସ ଜାଣିବାକୁ ଚେଷ୍ଟା କରେ। ଆଉ କ'ଣ? ସ୍ୱାଧୀନତା ଆବାକ୍ୟା ବୋଲେ ସେ ମୋମେଣ୍ଟରେ କ'ଣ? ପିଲାର କ'ଣ? ସ୍ୱାଧୀନତା ପ୍ରତି ଜାଣିବାକୁ ଚେଷ୍ଟା କରେ। ଯୁବାବସ୍ଥା କ'ଣ? ଯୁବାବସ୍ଥାରେ ତୁମର କ୍ୟାରିୟର ରହିଲା, କ'ଣ? ଦାୟିତ୍ୱବୋଧ ବୃଦ୍ଧି, ବିବାହ, ପରିବାର ଗଠନ, ସ୍ୱାଧୀନ ଜୀବନ। ଆଉ ସେତେବେଳେ ସ୍ୱାଧୀନ ଜୀବନ ଥିବ, ମାନେ କ'ଣ? ଯେତେବେଳେ ମା ବାପା ନଥିବେ, ବାହା ହେଲା ପରେ ଅଲଗା ହେଇକି କ'ଣ ସ୍ୱାଧୀନ ଜୀବନ ହିଁ କୁହାଯିବ, କିନ୍ତୁ ଅସଲରେ ସେଇଟା ସ୍ୱାଧୀନ ଜୀବନ ନାହିଁ, ପରାଧୀନ ଜୀବନ ଚାଲିଥାଏ। ସରି। ପ୍ରାପ୍ତ ବୟସ ବା ଯୁବାବସ୍ଥା, ମିଡିଲ୍ ଆଣ୍ଡ ଲେଟର ଚାଇଲ୍ଡହୁଡ୍, ଆଡଲ୍ଟହୁଡ୍, ଏର୍ଲି ଆଡଲ୍ଟହୁଡ୍, ଯୁବାବସ୍ଥା, ଆଉ କ'ଣ? ମିଡିଲ୍ ଶିଶୁ, ବୃଦ୍ଧାବସ୍ଥା, ଅନୁଭବ ଜ୍ଞାନର ବୁଦ୍ଧି, ପରିବାର ସାମାଜିକ ଅବଦାନ, କ'ଣ? ସ୍ୱାସ୍ଥ୍ୟ ପରିବର୍ତ୍ତନ, ଜୀବନର ସନ୍ତୋଷ ସ୍ତରିତା, କ'ଣ? ଇମୋସନାଲ୍, କ'ଣ? ଇମୋସନାଲ୍, ଏଇଟା କ'ଣ? ଡୋମେଷ୍ଟିକ୍ ଓରାଲ୍ ଡେଭଲପମେଣ୍ଟ, ସମଗ୍ର ବିକାଶର ଅଞ୍ଚଳ, ଏଇଟା ମୁଁ ପଢ଼େଇଛି। ସୋସିଆଲ୍, ଆଉ କ'ଣ? ଲାଙ୍ଗୁଏଜ୍, କୋଗ୍ନିଟିଭ୍, ଫିଜିକାଲ୍, ଏଇଟା କ'ଣ? ଏଇଟା ଗୋଟେ କ'ଣ? ଡୋମାଇନ୍ ଅଫ୍ ଓଭରାଲ୍ ଡେଭଲପମେଣ୍ଟ। ଏ ଡୋମାଇନ୍ର ଡେଭଲପମେଣ୍ଟ ଗୁଡ଼ାକ ସବୁ ମନେ ରଖିଥିବ। ସମଗ୍ର ବିକାଶର ଅଞ୍ଚଳ। ଠିକ୍ କ'ଣ? ଶାରୀରିକ, ମାନସିକ,
ଫିଜିକାଲ କଗ୍ନେଟିଭ ମାନେ ମାନସିକ ଆଉ ଭାଷାଗତ, ସାରେ ସାମାଜିକ, ସଙ୍ଗରେ ସଂଯୋଜକ ଇମୋସନାଲ। ଏଇଟା ମନେ ରଖିଥିବ, ବାରମ୍ବାର ପଚାରିଛି। MCQ ଦେଖ ଦେଇଛି କେତେଟା। ଗ୍ରୋଥ ହେଉଛି କ'ଣ? ଶରୀରର ପରିବର୍ତ୍ତନ, ମାନସିକ ପରିବର୍ତ୍ତନ ନା ସମଗ୍ର ବିକାଶର ପରିବର୍ତ୍ତନ, ମାନସିକ ପରିବର୍ତ୍ତନ। ଏଇଟା କ'ଣ ହେବ ନା ତମ ଶରୀର ପରିବର୍ତ୍ତନ ଲେଖିଛି ଏଠି ସବୁ ଯାକ। କଗ୍ନେଟିଭ ଡେଭଲପମେଣ୍ଟ ପ୍ରୟତ୍ନ। ଏୟାର ଟୁ ଟଙ୍ଗ ପ୍ରିନ୍ସିପଲ କ'ଣ କୁହାଯାଏ? ମୁଁ ଏୟାର ଟୁ ଟଙ୍ଗ କଥା କହିଛି, ଦେଖ କେପାଲ। ଏମିତି କ୍ୱେଶ୍ଚିନ୍ ପଡ଼େ। ତ ମୁଁ ବେଶୀ କିଛି ନାହିଁ, ଏ ଭିଡ଼ିଓଟା ଦେଖି ସାରିଲା ପରେ ତୁମେ ନୋଟ୍ସଟା ନେଇଯିବ, ପଢ଼ିବ, 2 ଥର ପଢ଼ିବ, ତା ଛାଡ଼ିଦେବ, କିଛି ନାହିଁ। ଏକ୍ଜାମ୍ରେ ପୁଣି ଦେଖିଯିବ ଗୋଟେ ଥର, ତ ସରିଲା। ପିଆଜେଟ୍ ଅନୁସାରେ କଗ୍ନେଟିଭ ଡେଭଲପମେଣ୍ଟ ଅପରେଟ ଷ୍ଟେଜ୍ କେଉଁ ବୟସରେ? 7 ରୁ 11 ବର୍ଷ। ଚାଲନ୍ତୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ା କେତେଟା ଆମେ ଡିସ୍କସନ୍ କରିବା। ଆନ୍ସର୍ ସେଇଠି ହିଁ ଦେଇଛି। ମାନେ ଦେଖ, ଗ୍ରୋଥ କ'ଣ? ଶାରୀରିକ ବୃଦ୍ଧି। ଡେଭଲପମେଣ୍ଟ କେମିତି ପ୍ରକ୍ରିୟା? ଡେଭଲପମେଣ୍ଟ କ'ଣ? ନିରନ୍ତର। ଦେଖିପାରୁଥିବ, ନିରନ୍ତର। ଆଉ କ'ଣ? କେପାଳ କୋଡାଲ ପ୍ରିନ୍ସିପଲ ଅର୍ଥ କ'ଣ? ପାଦରୁ ମୁଣ୍ଡ, ମୁଣ୍ଡରୁ ପାଦ, ଡାହାଣରୁ ବାମ, ଏମିତି ଆସେ। କିନ୍ତୁ ତମେ କ'ଣ ଲେଖିବ? ମୁଣ୍ଡରୁ ପାଦ। ଆନ୍ସର୍ ତ ଦେଇଛି, ମୁଣ୍ଡରୁ ପାଦ। ଆଉ କ'ଣ? ପ୍ରୋକ୍ସିମିଡାଷ୍ଟାଲ ପ୍ରିନ୍ସିପଲ କ'ଣ? ଅର୍ଥ କ'ଣ? ଏଇଟା କ'ଣ? ଏଇଟା ତମର ଭିତରରୁ ବାହାର ଆସିବାର ଡେଭଲପମେଣ୍ଟ। ଭିତରରୁ ବୋଲେ ପ୍ରଥମ ହୃଦୟଟା ଡେଭଲପ ହେଲା ପରେ ଯେଉଁ ଚାରିଆଡ଼େ ହାତକୁ ଯାଏ, ମୁଣ୍ଡକୁ ଯାଏ, ଆଉ ଗୋଡ଼କୁ ଯାଏ, ଏ ଡେଭଲପମେଣ୍ଟଟା କ'ଣ କୁହାଯାଏ ନା ପ୍ରୋକ୍ସିମିଟାଲ। ଆଉ କ'ଣ? ଡେଭଲପମେଣ୍ଟ କେଉଁଠି ଅଧିକ ଭଲ ଦର୍ଶନ କରେ ନା ବର୍ଣ୍ଣନା କରେ? ଡେଭଲପମେଣ୍ଟ କେଉଁଠି କ'ଣ? ତମର କ'ଣ? ଗୁଣାତ୍ମକ, ପରିମାଣାତ୍ମକ। ଏଇଟା ମନେ ରଖିଛ କି ନା? ଏବେର କ୍ଲାସ୍ ଏବେ ହିଁ ଡିସ୍କସନ୍ କରୁଛି। ଡେଭଲପମେଣ୍ଟ କେତେ ପ୍ରକାର? 5 ପ୍ରକାର। ଡେଭଲପମେଣ୍ଟ ବି କେତେ ପ୍ରକାର ମୁଁ କହିଛି। ଗ୍ରୋଥର ଉଦାହରଣ କ'ଣ? ଉଚ୍ଚତା ବୃଦ୍ଧି, ଭାଷା ବିକାଶ, ସାମାଜିକ ବିକାଶ, ସବୁ। ଏଇଟା ତ ତମର ଭାଷା ବିକାଶ ଆଉ ସାମାଜିକ ବିକାଶ, ଏଇଟା ତମର ଡେଭଲପମେଣ୍ଟରେ ଯିବ। କିନ୍ତୁ ଗ୍ରୋଥଟା ତମର କ'ଣ? ଉଚ୍ଚତା ବୃଦ୍ଧିରେ ଯିବ। ବୁଝିଲା? 8 ନମ୍ବର କ୍ୱେଶ୍ଚିନ୍ ତମର ଦେଖ। ଡେଭଲପମେଣ୍ଟ ଜୀବନର କେଉଁ ଅସୁସ୍ଥତା ପର୍ଯ୍ୟନ୍ତ ଚାଲିଥାଏ? କ'ଣ? ଜୀବନ ସାରା ଚାଲିଥାଏ। କେଉଁ ପର୍ଯ୍ୟନ୍ତ ଚାଲିଥାଏ ନା ଜୀବନ ସାରା ଚାଲିଥାଏ। ଆଉ 9 ନମ୍ବର କ୍ୱେଶ୍ଚିନ୍ ଦେଖ। ଡେଭଲପମେଣ୍ଟ ଇଜ୍ ପ୍ରାକ୍ଟିକାଲର ଅର୍ଥ କ'ଣ? ଆନ୍ସର୍ ତ ଦେଇଛି, ତଥାପି ଆଉ ଥରେ ଦେଖ। ୟା ପୂର୍ବାନୁମାନ ଯୋଗ୍ୟ। ଡେଭଲପମେଣ୍ଟ ପ୍ରିନ୍ସିପଲର ଅର୍ଥ କ'ଣ ନା ୟା ପୂର୍ବାନୁମାନ ଯୋଗ୍ୟ। ଏଇଟା ପୂର୍ବାନୁମାନ ଯୋଗ୍ୟ। ପୂର୍ବାନୁମାନ ଯୋଗ୍ୟ ମାନେ ମୁଁ ତ କହିଛି। ଇଣ୍ଡିଭିଜୁଆଲ ଡିଫରେନ୍ସ ମାନେ କ'ଣ ନା ପ୍ରତ୍ୟେକ ଶିଶୁର ବିକାଶ ଭିନ୍ନ, ଜାଣିଛ। ଜେନେରାଲ ଟୁ ସ୍ପେସିଫିକ୍ ପ୍ରିନ୍ସିପାଲର ଅର୍ଥ କ'ଣ? ଜେନେରାଲ ଟୁ ସ୍ପେସିଫିକ୍ କ'ଣ ନା ସାଧାରଣ ବିଶେଷ ଆଡ଼କୁ ଯାଏ, ଯେଉଁଟା। ତ ଆନ୍ସର୍ ହେବ ତମର
ନେୟାର ଟୁ ପେର୍ ପ୍ରିନ୍ସିପାଲ୍ର ଅର୍ଥ କ'ଣ? ନେୟାର ଟୁ ପେର୍ ନିକଟରୁ ଦୂର, ନେୟାର ଟୁ ପାଖଠୁ ଦୂର, ପେର୍ ମାନେ କେଉଁଟା ହେବ? ଏ ନିକଟରୁ ଦୂର। ପଜିଟିଭ୍ ଇନ୍ଭାଇରନମେଣ୍ଟାଲ କିଏ ପ୍ରଭାବିତ ପକାଏ? ପଜିଟିଭ୍ ଇନ୍ଭାଇରନମେଣ୍ଟାଲ କାହାକୁ ପ୍ରଭାବିତ ପକାଏ? ନା ବିକାଶର। ନ୍ୟୁଟ୍ରିସନ୍ ବାହାର ଆବଶ୍ୟକ କେବଳ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ତଇଁ ପାଇଁ। ବୁଝିହେଲା? ଚାଲନ୍ତୁ ଆଗକୁ ପଡ଼ିବ। ନ୍ୟୁଟ୍ରିସନର ମୁଖ୍ୟ ଭୂମିକା କ'ଣ? ଖାଦ୍ୟ ଖାଦ୍ୟ ଦେବା। ନ୍ୟୁଟ୍ରିସନର ମୁଖ୍ୟ ଭୂମିକା କ'ଣ? ନା ଖାଦ୍ୟ ଦେବା, ଶିଶୁର ଉତ୍ସାହିତ କରିବା, ପ୍ରେମ କରିବା, କେବଳ ଶାରୀରିକ ବୃଦ୍ଧି, ଶିଶୁର ଉତ୍ସାହିତ କରିବା। ଏଟା ପରେ ଦେଖିବା। କେଉଁଟି ଶାରୀରିକ କ୍ଷେତ୍ରରେ ବିକାଶ? କୋଉଠି? ତାଲିକା, ଚାଲିବା ଓ ଦୌଡ଼ିବା। ଶାରୀରିକ ବୋଲି ପଚାରୁଛି, ଯେଉଁଟାକି ଫିଜିକାଲ। ଭାଷା ବିକାଶ ହେବନି, ସାମଗ୍ରିକ ବିକାଶ ହେବନି, ତ କେଉଁଟା ହେବ? ଚାଲିବା ଆଉ ଦୌଡ଼ିବା। କେଉଁ କ୍ଷେତ୍ରଟି କଗ୍ନିଟିଭ୍ ଡେଭଲପମେଣ୍ଟ ସହିତ ଜଡ଼ିତ? ଚିତ୍ର ଜ୍ଞାନ ବୁଝିବା। ଇମୋସନାଲ ଡେଭଲପମେଣ୍ଟର ଉଦାହରଣ କ'ଣ? ନା ଇମୋସନାଲ ଡେଭଲପମେଣ୍ଟର ଉଦାହରଣ କ'ଣ? ବାଘ ବୁଝି ବୟ। ସୋସିଆଲ ଡେଭଲପମେଣ୍ଟ କେଉଁଠି? ସୋସିଆଲ ଡେଭଲପମେଣ୍ଟ କେଉଁଟା? ନା ଲୋକଙ୍କ ସହ ମିଶି କଥା ହେବା। ତ ଆଜିର ଭିଡ଼ିଓଟି ଏତିକି। ତମର କେତେଟା ଏକ୍ଜାମ୍ ଠିକ୍, ଏଇଟା ତ ବାରମ୍ବାର ମୁଁ ପଚାରିଛି। ବାକି ତମେ ଏଇଟା ଦେଖ, 5 ଡେଭଲପମେଣ୍ଟ ଫିଜିକାଲ, କଗ୍ନିଟିଭ୍, ଲାଙ୍ଗୁଏଜ, ସୋସିଆଲ। ଇମ୍ପୋର୍ଟାଣ୍ଟ ସମରି କ'ଣ? ଗ୍ରୋଥ୍, ଶରୀର ବୃଦ୍ଧି, ଡେଭଲପମେଣ୍ଟ ସମସ୍ତ କହିଛି ବାରମ୍ବାର, ମୁଁ ଆଉ କିଛି କହୁନି। ଆଉ ଭିଡ଼ିଓଟି ବହୁତ ଲମ୍ବା ହେଇଗଲା ବୋଧେ। ତ ଆଜିର ଭିଡ଼ିଓଟି ଏତିକି। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ କିଛି ଭଲ ଟପିକ୍ ନେଇ। ତ ଆମେ ପରବର୍ତ୍ତୀ କ୍ଲାସ୍ରେ କେଉଁଟା ପଢ଼ିବା ସେଇଟା ବି ଟିକେ କମେଣ୍ଟ କରିଦେଇଥାନ୍ତା ବୋଲେ ଭଲ ରହିଥାନ୍ତା। ଆଉ ମୁଁ ଆଶା କରିବି ନୋଟ୍ସ ଗୁଡ଼ାକ ମୁଁ ଫ୍ରିରେ ଦେଇଦେବି, ଏମିତିକି ବି କିଛି ଚାର୍ଜ ପକାଇବାକୁ ପଡ଼ିବନି। ତ ସେଥିପାଇଁ ଯଦି ନୋଟ୍ସ ବି ନେବାକୁ ଚାହୁଁଛନ୍ତି ତ ଆମ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଲାଇକ୍ କରନ୍ତୁ, ଆଉ ସାଙ୍ଗସାଥିମାନଙ୍କ ପାଖରେ ସେୟାର କରନ୍ତୁ, ଯେମିତିକି ସେମାନେ ବି ଏ ଫ୍ରିର ଫାଇଦା ଉଠାଇ ପାରିବେ। ଆଉ ମୋର ପଢ଼ାରେ କିଛିଟା ତ୍ରୁଟି ରହୁଛି, ମୁଁ ଜାଣିପାରୁଛି, ତଥାପି ମୁଁ ଭୁଲ ଇନଫର୍ମେସନ୍ ଦେବାକୁ ଚାହୁଁନି, ତଥାପି ନର୍ମାଲ୍ ପଢ଼ଉଛି। ମୁଁ ଯଦି ଭଲ ଲାଗୁଛି ତ, ଯେଉଁମାନେ ଭଲ ଲାଗୁନି ତ ସେମାନଙ୍କ ପାଇଁ ଆଉ ଟିକେ ଟ୍ରାଏ କରିବି, ଭଲ କରିବା ଚେଷ୍ଟା କରିବି। ଆଉ ଆଜିର ଭିଡ଼ିଓଟି ଏତିକି। ଜୟ ଜଗନ୍ନାଥ, ବାଏ।